ସାଙ୍ଗମାନେ ଆଜି ଭିଡିଓଟା ମୁଁ ସକାଳୁ ଏଇଥିପାଇଁ ବନେଇ ପାରିଲିନି କି କାହିଁକି ନା ଆମ ପଟରେ ଜୋର ବର୍ଷା ହେଉଥିଲା, ଘଡଘଡି ବି ଟିକେ ଟିକେ ମାରିଥିଲା। ସେଥିପାଇଁ ମୁଁ ବ୍ଲଗ ଟା ବନେଇ ପାରିଲିନି ସକାଳୁ। ଭିଡିଓଟା ଭାବୁଥିବେ ମାନେ ବର୍ଷା ହେଲା ପରେ ପରେ ଆମେ ବର୍ଷା ସିଜନ ଟା ଆମେ ବର୍ଷା ହେଉଛି କାହିଁକି ଦେଖେଇ ପାରିଲେନି। ସାଙ୍ଗମାନେ ଘଡଘଡି ମାରିଥିଲା ବୋଲି ଏଥିପାଇଁ ମୁଁ ଭିଡିଓଟା ବନେଇ ପାରିଲିନି। କିନ୍ତୁ ଆଜିକା ଦିନରେ ଆମେ କେମିତି କଟିଲା କଣ ନାହିଁ, ମୋ ସହିତ କଣ ଘଟିଲା, ମୁଁ କେମିତି ଆଜି ଦିନ ମାନେ ବିତେଇଲି, କେତେ ଏନ୍ଜୟ କଲି, ଆଜି ଏଇ ବ୍ଲଗ ମାଧ୍ୟମରେ ମୁଁ ଆପଣଙ୍କୁ ଜଣେଇବି। ବର୍ଷା ଛାଡି ଯାଇଛି, ଚାଲ ଦେଖିବା ଏମିତିକା ସିନ୍ ହଉଛି, କେମିତିକା ଲୁକ୍ ଆସିବ, ଚାଲ ଦେଖିବା। ଦେଖିପାରୁଥିବେ ଯେ ଏମିତିକା ସିନ୍ ଅଛି। ସାଙ୍ଗମାନେ ମୁଁ ଖାଇସାରିଲା ପରେ ମୁଁ ଆସିଛି ହେଲା ମୋ ରୁମକୁ, କାହିଁକିନା ମୋର 7 ତାରିଖ ରିଟିନ୍ ଅଛି ଆମ ଓଡ଼ିଶା ହୋମଗାର୍ଡ କନଷ୍ଟେବଲରେ। କାହିଁକିନା ମୁଁ ଏବେ ଆଉ ଅପଲୋଡ କରିପାରିନି କି ବ୍ଲଗ ବନେଇ ପାରିନି, ସେଥିପାଇଁ ମୁଁ ଦେଖିପାରୁଥିବି ମୋ ବହି ଦେଖାଉଥିବି। କାହିଁକିନା ଆଉ 2 ଦିନ ସମୟ ଲାଗି ରହିଲା ଆମର ଏକ୍ଜାମ, ସେଥିପାଇଁ ମତେ ଟିକେ ପ୍ରିପାରେସନ ହବାକୁ ପଡିବ। କାହିଁକିନା ଏଟା ଲାଇଭ କଥା, ତ ଆମେ ଲାଇଭରେ ଆମେ ଏଇଠି ଆପଣ ମାନଙ୍କୁ ଭଲ ଭଲ ବ୍ଲଗ ଆଉ ଫନି ଟାଇପର କିଛି ମୁଁ ଇଏ କରି ଅପଲୋଡ କରିପାରିବି। କିନ୍ତୁ ମତେ ଏବେ ଟିକେ ମତେ ପଢିବା ପାଇଁ ନିହାତି ଦରକାର। ଚାଲନ୍ତୁ ପଢି ସାରିଲା ପରେ ମୁଁ ଆପଣଙ୍କୁ ଆଉ କିଛି ଦେଖେଇବି। ଦେଖିପାରୁଥିବେ ସାଙ୍ଗମାନେ ମୁଁ ପଢିଲା ସମୟରେ ଆମ ଆଡେ ବର୍ଷା ଜୋରରେ ହଉଛି, ଦେଖିପାରୁଥିବେ। ଲାଇନ ନାହିଁ ବୋଲି ସେଥିପାଇଁ ଆପଣ ଜଣାପଡୁନାହାନ୍ତି, ଦେଖନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦଉଛି। ଦେଖିପାରୁଥିବେ ଆମ ଆଡେ ତ ଏବେ ବର୍ଷା ଜୋର ହଉଛି। ଦେଖିବ ଆମ ଆଡେ ଏତେ ଜୋର ବର୍ଷା ହଉଛି, ଲାଇନ ଆମ ଆଡେ କଟି ଯାଇଛି। ବ୍ୟାଙ୍କ ଯାଇଥିଲୁ, ବ୍ୟାଙ୍କରେ ଏବେ ଆମେ ଆସିବ ବର୍ଷା 3 ଦିନ ପୁରା ଟୋଟାଲ ପୁରା ଯାଇଥିଲା। ବର୍ଷା ଲାଇଭ ଖରା ଇଆଡେ ତ ବର୍ଷା ବଢିଆ ମଣିଷ। ସାଙ୍ଗମାନେ ମୁଁ ଆଜି ଭିଡିଓ ବନେଇ ପାରିଲିନି ଏଇଥିପାଇଁ, କାହିଁକି ନା ବର୍ଷା ଜୋରେ ଆମ ପଟେ ବର୍ଷା ହଉଛି। ସେଥିପାଇଁ ମୁଁ ଆଜି ବ୍ଲଗକୁ ଏଇଠି ଏଣ୍ଡ କରୁଛି। ସେଥିପାଇଁ ମୁଁ କ୍ଷମା ଚାହୁଁଛି ଅଧିକ ସମୟ ଭିଡିଓ ବନେଇ ପାରିଲିନି ବୋଲି। ଆଉ ଲାଇକ୍ କମେଣ୍ଟ ଆଉ ସେୟାର କର, ଜଲ୍ଦି ଜଲ୍ଦି ଯାଇକି ସେୟାର କର। ଆଉ ନୋଟିଫିକେସନ ଯେମିତି ଆପଣଙ୍କ ମାନେ ସଠିକ ଭାବରେ ଯାଇକି ପହଞ୍ଚିବ, ତ ମୁଁ ଯେବେ ଅପଲୋଡ କରିବି ଆପଣଙ୍କ ପାଖରେ ସଠିକ ଭାବରେ ଯାଇକି ଆପଣ ନୋଟିଫିକେସନ ପାଇପାରିବେ। ଜୟ ଜଗନ୍ନାଥ।